ରାଉରକେଲା କୋଏଲ ନଗରରେ ଦନ୍ତାହାତୀର ଆକ୍ରମଣ, ଫୁଲ ତୋଳିବାକୁ ଯାଇଥିବା ଜଣେ ମହିଳା ମୃତ। ରାଉରକେଲା କୋଏଲ ନଗର ଅଞ୍ଚଳରେ ଆଜି ସକାଳେ ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ସ୍ଥାନୀୟ ସୂତ୍ର ଅନୁଯାୟୀ ସକାଳ ସମୟରେ ଜଣେ ମହିଳା ଫୁଲ ତୋଳିବା ପାଇଁ ଘରୁ ବାହାରିଥିବା ବେଳେ ଏକ ଦନ୍ତାହାତୀ ସେଠାରେ ପହଞ୍ଚିଥିଲା। ମହିଳାଙ୍କୁ ଚକଟି ମାରିଦେଇ ଗୁରୁତର ଅବସ୍ଥାରେ ପକାଇ ଦେଇଥିଲା। ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ଓ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଙ୍ଗଲମୁଖୀ କରିବା ପାଇଁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରୁଛନ୍ତି ଯେ କିଛି ଦିନ ଧରି ଏହି ଦନ୍ତାହାତୀ କୋଏଲ ନଗର ଓ ପାଖାପାଖି ଅଞ୍ଚଳରେ ଘୁରୁଥିଲା, କିନ୍ତୁ ପ୍ରଶାସନ ଦ୍ୱାରା ପ୍ରয়োଜନୀୟ ପଦକ୍ଷେପ ନିଆଯାଇନଥିଲା। ବସ୍ତିରେ ଗୋଟେ ସିଙ୍ଗଲ ଦନ୍ତାହାତୀ ବୁଲି ବୁଲୁଛି, ତେଣୁ କରି କେହି ଘରୁ ବାହାରିବେ ନାହିଁ, ଜଗିଂକୁ ବାହାରିବେ ନାହିଁ, ସଭିଏ ନିଜ ନିଜ ଘରେ ରହି ଯାଆନ୍ତୁ। ଏତଦ୍ୱାରା ଗ୍ରାମବାସୀ ମାନଙ୍କୁ ଜଣାଇ ଦିଆଯାଉଛି ଯେ ଆପଣଙ୍କ ଅଞ୍ଚଳରେ ଗୋଟିଏ ସିଙ୍ଗଲ ଦନ୍ତାହାତୀ ବୁଲି ବୁଲୁଛି, ତ କେହି ଘରୁ ବାହାରିବେ ନାହିଁ ଆଉ ଜଗିଂକୁ ବି ବାହାରିବେ ନାହିଁ, ସଭିଏ ନିଜ ନିଜ ଘରେ ରହି ଯାଆନ୍ତୁ। କୁଆଡେ ଗଲା ହାତୀ? ଏପଟେ ଗଲା। এটা কোন জায়গা এটা? এটা আমার কইল শিব লোক এটা। কোড তুমি দেখিছো? হ্যাঁ মোর জগু ଯିବା ଗାଁ ପଛରେ। ଆପଣ ଦେଖିছো ନା ହାତୀ କୋଡ ଗଲା? ହଁ ଦେଖିছো। ମାଉସୀ ଏବେ ଅଧଘଣ୍ଟା ପୂର୍ବରୁ ଉଠି ଯାଇଲେ। ଆମ ପଟୁଆ ଘର ପଛରେ। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।